ଚାବିଲା ସସ୍ପେନ୍ସ ଚାବି ଯୋଗୁଁ ଆଜି ଚାବି ହଜିଲା। ଆଜି ଆପଣଙ୍କୁ କହିଲି ମନେ ରଖିଥାନ୍ତୁ, ଭିତରେ ଚାବି ଆଗରୁ ନାହିଁ। ଏଇ ଜିନିଷ ମୋ କହିବା କଥା କ'ଣ କି ଆମର ଯେଉଁ ଅରବିନ୍ଦ ଥିଲେ, ସିଏ ଅରବିନ୍ଦ ଥିଲେ, ଅରବିନ୍ଦ ଅଗ୍ରୱାଲ ଯେଉଁ କଲେକ୍ଟର ଥିଲେ, ସେ ମହାସକୁ ପିକ୍ଚରକୁ ଅଣାଯାଉ, ସିଏ ସିନା ସେଇଟା କହିବେ, କାହିଁକିନା ସେଇ ମାସେ ସେତେବେଳେ ଖୋଲିଥିଲେ। ସିଏ କହିବେ ଯେ ଚାବି ଖେଳ ସିନ୍ଧୁକରେ ଥିଲା କି ନଥିଲା, କି ଆମେ କାଢ଼ିକିନି ସମୁଦ୍ରରେ ଫିଙ୍ଗିଦେଲୁ, କି କ'ଣ ଅସୁବିଧା ହେଲା, ସେଇ ସମୟଟାକୁ ଆମେ ନିର୍ଭର କରୁଛୁ। ସେ ସମୟରେ ଚାବି ଥିଲା, ଚାବି ଗଲା କୁଆଡ଼େ? ଆଜି ଆପଣଙ୍କୁ କହିଲେ ମନେ ରଖିଥାନ୍ତୁ। ଏମାନେ ଯେଉଁ କହୁଛନ୍ତି ଆମେ ମୁଣ୍ଡରେ କରି ତୁଣ୍ଡରେ କହିପାରିବିନି, ମୁଣ୍ଡରେ ପଶ୍ଚିମ କହିପାରିବିନି, ଏଗାର ସତ୍ୟ କଲୁ, ଏଇଟା ଗୋଟେ ଅସଭ୍ୟ ଖରାପ କଥାଟା, ଏଇଟା ଠିକ୍ କଥା ନୁହଁ। ତମକୁ ଦାୟିତ୍ୱ ଦିଆହେଇଛି, ତମେ ଯାଇଛ ଜମାଦାର ହିସାବରେ, ତମକୁ ସରକାର ପଠେଇଛନ୍ତି, ତମେ ତା ଭିତରେ କ'ଣ ଅଛି କ'ଣ ନ ଅଛି, ଗଣତି ପଣତି କି ଭଲ ମନ୍ଦ କି ରତ୍ନଭଣ୍ଡାର କାମ କ'ଣ ହେଇଛି କ'ଣ ନାହିଁ, ତେମେ ଆଣି ସରକାରଙ୍କୁ ରିପୋର୍ଟ ଦେବ। ଆଣି ତମ ହାତରେ କିଛି ନାହିଁ, ତେମେ କହିପାରିବ ନାହିଁ, ତମ ଅଧିକାର ଦିଆଯାଏ ନାହିଁ। ସରକାର ସେଇଟାକୁ ସମ୍ପାଦନ କରିବେ, କାରଣ କାହିଁକି ନା ସରକାର ହେଲେ ମୁଖ୍ୟ ଲୋକ। ସରକାର ଯାହାକୁ ରଖିବେ, ସେ 11 ଜଣ ହୁଅନ୍ତୁ, 25 ଜଣ ହୁଅନ୍ତୁ, 100 ଜଣ ହୁଅନ୍ତୁ, ସରକାର ରଖିବେ। ତେମାନେ ଗଲ ଦେଖିଲା, ଦେଖିକି ସବୁ ଜିନିଷ ସରକାରଙ୍କୁ କହିବ, କାହିଁକିନା 4.5 କୋଟି ଓଡ଼ିଆ ଲୋକ, ଓଡ଼ିଆ ଭାଇ ଭଉଣୀ ସମସ୍ତେ ଅପେକ୍ଷା କରୁଛନ୍ତି ପ୍ରଭୁଙ୍କର ଆମର କ'ଣ ଅଛି କ'ଣ ନ ଅଛି। ଯେଉଁ ଗୋଟେ ହଲା ହେଇଛି ଯେ କିଛି ଜିନିଷ ଚୋରି ହେଇଯାଇଛି, ସେ ସମସ୍ତେ ଗୋଟେ ନକଲି ଚାବି ମଧ୍ୟ ଆସିଲେ ଚୋରି ହେଇଯାଇପାରେ ବୋଲି ଆପଣ ଭାବୁଛନ୍ତି? ହଁ, ନକଲି ଚାବି ସେୟା କହୁଛ, ଚାବି ସିନ୍ଧୁକରେ ନାହିଁ। ଯିଏ ସିନ୍ଧୁକ, ଆପଣ ଆମ ଘରେ ସିନ୍ଧୁକଟେ ଅଛି, ଆମେ ଚାବିଟେ ପକାଉଛୁ ନା, ଆଉ ରତ୍ନଭଣ୍ଡାର ଚାବି ସିନ୍ଧୁକରେ ନାହିଁ, କିଏ ନାହିଁ, ଏଇଟା ଗୋଟେ ଅସମ୍ବନ୍ଧ କଥା। ଆପଣ ଚିନ୍ତା କରୁନାହାନ୍ତି, ତଦନ୍ତ ହେବା ଦରକାର। ସହଜ ସେ ତଦନ୍ତ ହେଇକିରି ଆମର ଅରବିନ୍ଦ ଅଗ୍ରୱାଲଙ୍କୁ ଫ୍ରଣ୍ଟକୁ ଆଣିକି ପଚାରିବା କଥା। ମୁଁ ଅନ୍ୟ କଥା କହୁନି, ସେ ମହାଶୟ କହନ୍ତୁ ନା ମୋ ସମୟରେ ସିନ୍ଧୁକରେ ଚାବି ଥିଲା କି ନଥିଲା, କି କ'ଣ କରିଥିଲା, ମୁଁ ସେଥି ଭୟରୁ ଚାବିଟା ଆଣି ସମୁଦ୍ରରେ ଫିଙ୍ଗିଦେଲି। ଏଇଟା ମେନ୍ ପଏଣ୍ଟ କିଏ ଆସୁନାହାନ୍ତି, ତାକୁ ହିଁ ଘାଣ୍ଟୁଛି, ଘାଣ୍ଟିକି କିଛି ମୂଲ୍ୟ ଅଛି, ଏମିତି ସମୟ ପଳେଇବ, କଥା ସରିଯିବ, କିଛି ଲାଭ ହବ ନାହିଁ। କିନ୍ତୁ ତୁରନ୍ତ ଦରକାର। ସମସ୍ତେ ଅପେକ୍ଷା କରିଛନ୍ତି, ସମସ୍ତେ ଅନେଇକି ରହିଛନ୍ତି ରତ୍ନଭଣ୍ଡାରରେ କ'ଣ ଅଛି କ'ଣ ନ ଅଛି। ନଥିଲେ ପ୍ରଭୁଙ୍କୁ ଭକ୍ତମାନେ ଦାନ କରିବେ, ପ୍ରଭୁ ନୂଆ ଜିନିଷ ପିନ୍ଧିବେ, ନୂଆ କିରୀଟି ପିନ୍ଧିବେ, ନୂଆ ଗହଣା ପିନ୍ଧିବେ। ମହାପ୍ରଭୁ କିଛି ନାହିଁ, ଗୋଟିଏ ସେଟ୍ ଗହଣାରେ ସାରା ବର୍ଷ ଚାଲିଛି। ଏଇଟା ଆମ ପାଇଁ ଲଜ୍ଜାଜନକ ଘଟଣା, ଆମ ଓଡ଼ିଆ ପାଇଁ ଲଜ୍ଜାଜନକ ଘଟଣା। ଆମ ଜଗନ୍ନାଥଙ୍କ ଏଠି କ'ଣ କାଙ୍ଗାଳ ଭିକାରୀ ମହାପ୍ରଭୁ ଆମର ହେଇଗଲେ? ଆରେ ଆମ ଜଗନ୍ନାଥ ସାରା ଜଗତକୁ ସେ ପୋଷିଛନ୍ତି। ଯେଉଁଠି ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ କରୁଛନ୍ତି, ମସ୍କୋରେ ହଉ, ଆପଣଙ୍କର ଦିଲ୍ଲୀରେ ହଉ, ସବୁଠି କରୁଛନ୍ତି। ସେଥିପାଇଁ ତୁରନ୍ତ ଗଣତି ଭଣ୍ଡାର ସୁରକ୍ଷିତ ହୋଇଯାଉ। ଆପଣ ଏଇ ସାଇ ଦେଖୁ କ'ଣ ଫାଟିଛି, କ'ଣ ଭାଙ୍ଗିଛି, ଆଗୁଆ କହିଛି, ବହୁତ ନଷ୍ଟ ହେଇଯାଇଛି। ଇଏ ଯେତେ ଯାହା କହିଲେ କ'ଣ ହବ, ବହୁତ ନଷ୍ଟଭଷ୍ଟ ହେଇଯାଇଛି। ସେଥିପାଇଁ ଏମାନେ କହୁଛନ୍ତି ମୁଣ୍ଡରେ ରଖି ତୁଣ୍ଡରେ କହିବୁନି, ଏଇଟା ତ ଠିକ୍ କଥା ନୁହଁ। ଯେଉଁ ତୀରା ଅଛି, ଜଗନ୍ନାଥ ହେଇଥିଲେ, ରଘୁନାଥ ଭେଷ ହେଇଥିଲେ, ତା ଜିନିଷ କିନ୍ତୁ ସେ ନ ହେଇଥିବ।